ओम शांति। ओम शांति। 30 अगस्ट 2025 साकार मुरली। मुरलीर मुख्य पॉइंट रे परमपिता परमात्मा शिव बाबा कहिछंती, मिठे बच्चे ज्ञान को बुद्धि रे धारण करी परस्पर मध्यरे मिसी क्लास चलाओ। निजर एवं अन्य मानकर कल्याण करी सच्चा कमाई करी चाल। प्रश्न, तुम मानक मध्यरे केउ अहंकार केबे भी आसीबा उचित नुहे? उत्तर बाबा कहिचंती, केतेक संतान मानक ठारे अहंकार आसी थाए जे एही छोटो छोटो बालिका माने आमको कौन ज्ञान बुझाइबे। बड़ भौणी चालीगले जदि ऋषि जाई क्लास को आसीबा बंद करिदेबे, एहा हेउची मायार विघ्न। बाबा कहुचंती, पिलामाने तुमे शुणाउथिबा शिक्षिकांकर नाम रूप को न देखी बाबांको स्मृति रे रही मुरली शुण, अहंकार रे आस नाही। ओम शांति। बाबा बसी संतान मानकु बुझाउचंती, जेहेतु बाबा बोली डाकुछ सेहेतु एते संतान मानकर शारीरिक पिता जणे तो होई परिबे नाही। ये हेले आत्मिक पिता, तांकर अनेक संतान अछंती। पिलामानक पाई ही एही टेप मुरली आदि सामग्री रहिछि। पिलामाने जानिछंती, एबे आमे संगम जुगरे बसिछु पुरुषोत्तम हेबा पई। एहा मध्य खुशीर कथा। बाबा ही पुरुषोत्तम करुछंती। एही लक्ष्मी नारायण हेउछंती पुरुषोत्तम ना। एही सृष्टि रे ही उत्तम पुरुष, मध्यम पुरुष एवं कनिष्ठ पुरुष थांती। आदि रे उत्तम, मझिरे मध्यम, अंतरे हेले कनिष्ठ। प्रत्येक जिनिस प्रथमे नुआ अर्थात उत्तम, परे मध्यम, तापरे कनिष्ठ अर्थात पुरुणा होई जाआंती। दुनियार अवस्था मध्य एहीपरि हेउछि। तेणु जेउ सबु कथारे मनुष्य मानक ठारे संशय आसुछि, से संबंधरे तुमको बुझाइबाकु हेब। प्रायतः ब्रह्मांक निमंते कहिथांती जे एहाको काहिंकी बसाइछ। तेणु तांको वृक्षर चित्र संबंधरे बुझाइबा दरकार। देख, तळे मध्य तपस्या करुछंती एवं उपरे एकदम अंतरे बहुत जन्मर अंतिम जन्मरे छिड़ा होइछंती। बाबा कहउचंती, मु एहांक मध्यरे प्रवेश करुछि। एही कथा बुझाइबा पई बहुत बुद्धिमान होइथिबा दरकार। जणे भी निर्बुद्धिया थिले तेबे समस्त बिकेंकर नाम बदलाम होइजिब। ठीक रे बुझाई पारु नाहांती। जदिओ संपूर्ण पास तो अंतिमरे ही हेब। वर्तमान 16 कला संपूर्ण तो केही होई पारिबे नाही, किंतु बुझाइबारे निश्चय क्रमान्वୟରେ रहिथांती। परमपिता परमात्मा को सहित प्रीत नथिले विपरीत बुद्धि कुहाजिब ना। ଏହା ସମ୍ବନ୍ଧରେ ତୁମେ ବୁଝାଇ ପାରିବ। ଯେଉଁମାନେ ପ୍ରୀତ ବୁଦ୍ଧି ଥିବେ ସେମାନେ ବିଜୟୀ ହେବେ ଏବଂ ଯେଉଁମାନେ ବିପରୀତ ବୁଦ୍ଧି ସେମାନେ ବିନାଶକୁ ପ୍ରାପ୍ତ କରିବେ। ଏଥିରେ ମଧ୍ୟ କେତେକ ମନୁଷ୍ୟ ବିଗୁଡ଼ି ଯାଆନ୍ତି, ପରେ କୌଣସି ନା କୌଣସି ଦୋଷାରୋପ କରିଥାନ୍ତି। ଲଢ଼େଇ ଝଗଡ଼ା କରିବାରେ ଡେରି କରନ୍ତି ନାହିଁ। କିଏ କ'ଣ କରିପାରିବ? କେବେ ତ ଚିତ୍ରରେ ନିଆଁ ଲଗାଇବାରେ ମଧ୍ୟ ଡେରି କରନ୍ତି ନାହିଁ। ବାବା ରାୟ ମଧ୍ୟ ଦେଉଛନ୍ତି, ଚିତ୍ରଗୁଡ଼ିକୁ ବୀମା କରାଇ ଦିଅ। ପିଲାମାନଙ୍କ ଅବସ୍ଥାକୁ ମଧ୍ୟ ବାବା ଜାଣିଛନ୍ତି। କୁଦୃଷ୍ଟି ସମ୍ବନ୍ଧରେ ମଧ୍ୟ ବାବା ପ୍ରତ୍ୟହ ବୁଝାଉଛନ୍ତି। ଲେଖୁଛନ୍ତି, ବାବା ଆପଣ ଯେଉଁ ବିକାରୀ ଦୃଷ୍ଟି ସମ୍ବନ୍ଧରେ ବୁଝାଉଛନ୍ତି, ଏହା ତ ବିଲକୁଲ ଠିକ୍ କହିଛନ୍ତି। ଏହି ଦୁନିଆ ହେଉଛି ତମ ପ୍ରଧାନ ନା। ଦିନକୁ ଦିନ ମନୁଷ୍ୟ ତମ ପ୍ରଧାନ ହେବାକୁ ଲାଗୁଛନ୍ତି। ସେମାନେ ତ ଭାବୁଛନ୍ତି କଳିଯୁଗ ଏବେ ଗୁରୁଣ୍ଡୁଛି। ବିଲକୁଲ ଅଜ୍ଞାନ ନିଦ୍ରାରେ ଶୋଇ ରହିଛନ୍ତି। କେବେ କେବେ କହୁଛନ୍ତି ମଧ୍ୟ,
ଏହା ମହାଭାରତ ଲଢ଼ାଇର ସମୟ। ତେବେ ନିଶ୍ଚୟ ଭଗବାନ କୌଣସି ରୂପରେ ଥିବେ। ରୂପ ବିଷୟରେ ତ ବତାଉନାହାନ୍ତି। ତାଙ୍କୁ ନିଶ୍ଚୟ କୌଣସି ଶରୀରରେ ପ୍ରବେଶ କରିବାକୁ ହେବ। ଭାଗ୍ୟଶାଳୀ ରଥର ଗାୟନ ମଧ୍ୟ ଅଛି। ରଥ ତ ଆତ୍ମାର ନିଜସ୍ୱ ଥିବ ନା, ସେଥିରେ ଆସି ପ୍ରବେଶ କରିବେ। ତାଙ୍କୁ କୁହାଯାଏ ଭାଗ୍ୟଶାଳୀ ରଥ। ବାକି ସେ ଜନ୍ମ ନିଅନ୍ତି ନାହିଁ। ୟାଙ୍କ ପାଖରେ ବସି ଜ୍ଞାନ ଦେଉଛନ୍ତି। କେତେ ଭଲ ଭାବରେ ବୁଝାଉଛନ୍ତି। ତ୍ରିମୂର୍ତ୍ତି ଚିତ୍ର ମଧ୍ୟ ରହିଛି। ବ୍ରହ୍ମା ବିଷ୍ଣୁ ଶଙ୍କରଙ୍କୁ ତ୍ରିମୂର୍ତ୍ତି କୁହାଯିବ। ନିଶ୍ଚୟ ଏମାନେ କିଛି କରି ଯାଇଛନ୍ତି। ସେଥିପାଇଁ ରାସ୍ତାର ଭବନର ତ୍ରିମୂର୍ତ୍ତି ନାମ ରଖୁଛନ୍ତି। ଯେପରି ଏହି ରୋଡର ନାମ ସୁଭାଷ ମାର୍ଗ ରଖି ଦେଇଛନ୍ତି। ସୁଭାଷ ବୋଷଙ୍କର ଇତିହାସ ତ ସମସ୍ତେ ଜାଣିଛନ୍ତି। ପଛରେ ବସି ପୁଣି ଇତିହାସ ଲେଖୁଛନ୍ତି। ପୁଣି ତାଙ୍କୁ ବନେଇ ଚୁନେଇ କରି ବଡ଼ କରିଦେଇଥାନ୍ତି। କେତେ ବି ବଡ଼ିମା କରି ଲେଖିପାରନ୍ତି। ଯେପରି ଗୁରୁ ନାନକଙ୍କର ପୁସ୍ତକ କେତେ ବଡ଼ କରିଦେଇଛନ୍ତି। ସେ ତ ଏତେ ଲେଖିନାହାନ୍ତି। ଜ୍ଞାନ ବଦଳରେ ଭକ୍ତିର କଥା ସବୁ ଲେଖିଛନ୍ତି। ଏହି ଚିତ୍ର ଆଦି ତ ବୁଝାଇବା ନିମନ୍ତେ ତିଆରି କରାଯାଇଛି। ଏକଥା ତ ଜାଣିଛ, ଏହି ଆଖିରେ ଯାହା କିଛି ଦେଖାଯାଉଛି ଏସବୁ ଭସ୍ମ ହୋଇଯିବ। ବାକି ଆତ୍ମା ତ ଏଠାରେ ରହିପାରିବ ନାହିଁ। ନିଶ୍ଚୟ ଘରକୁ ଚାଲିଯିବ। ଏପରି କଥା ସମସ୍ତଙ୍କ ବୁଦ୍ଧିରେ କ'ଣ ଧାରଣ ହେଉଛି କି? ଯଦି ଧାରଣା ହୋଇଥାନ୍ତି ତେବେ କ୍ଲାସ୍ କାହିଁକି କରିପାରୁନାହାନ୍ତି? 7-8 ବର୍ଷରେ ଏପରି କେହି ପ୍ରସ୍ତୁତ ହୋଇନାହାନ୍ତି ଯିଏକି କ୍ଲାସ୍ କରାଇ ପାରିବ। ବହୁତ ଜାଗାରେ ମଧ୍ୟ ଏପରି କ୍ଲାସ୍ କରାଉଛନ୍ତି। ତଥାପି ମଧ୍ୟ ବୁଝୁଛନ୍ତି ଯେ ମାତାମାନଙ୍କର ପଦ ହେଉଛି ଉଚ୍ଚ। ଚିତ୍ର ତ ବହୁତ ଅଛି, କିନ୍ତୁ ମୁରଲୀକୁ ଧାରଣ କରି ତା ଉପରେ ଅଳ୍ପ ବୁଝାଉଛନ୍ତି। ଏପରି ତ କେହି ବି କରିପାରିବେ। ଏହା ବହୁତ ସହଜ। ତଥାପି କେଜାଣି ବ୍ରାହ୍ମଣୀଙ୍କୁ କାହିଁକି ମାଗୁଛନ୍ତି? ବ୍ରାହ୍ମଣୀ କୁଆଡ଼େ ଚାଲିଗଲେ ବାସ୍ ରୁଷି କରି ବସିଯାଉଛନ୍ତି। କ୍ଲାସ୍କୁ ଆସୁନାହାନ୍ତି। ପରସ୍ପର ମଧ୍ୟରେ ଖିଟପିଟ୍ ହୋଇ ଯାଉଛି। ମୁରଲୀ ତ କେହି ବି ବସି ଶୁଣାଇ ପାରିବେ ନା। କହୁଛନ୍ତି ଫୁର୍ସତ ନାହିଁ। ଏଥିରେ ତ ନିଜର ଏବଂ ଅନ୍ୟମାନଙ୍କର କଲ୍ୟାଣ କରିବାକୁ ହେବ। ବହୁତ ଶ୍ରେଷ୍ଠ ରୋଜଗାର ହେଉଛି। ସତ୍ୟ ରୋଜଗାର କରାଇବାକୁ ହେବ, ଯାହାଦ୍ୱାରା ମନୁଷ୍ୟମାନଙ୍କର ଜୀବନ ହୀରାତୁଲ୍ୟ ହୋଇଯିବ। ସ୍ୱର୍ଗକୁ ତ ସମସ୍ତେ ଯିବେ ନା, ସେଠାରେ ସର୍ବଦା ସୁଖୀ ରହିଥାନ୍ତି। ଏପରି ନୁହେଁ ଯେ ପ୍ରଜା ଅଳ୍ପାୟୁ ହେବେ ନା, ପ୍ରଜା ମଧ୍ୟ ଦୀର୍ଘାୟୁ ହେବେ। ତାହା ହେଉଛି ହିଁ ଅମରଲୋକ। ବାକି ପଦରେ ଉଚ୍ଚ ନୀଚ ଥାଏ। ତେଣୁ କୌଣସି ବିଷୟରେ କ୍ଲାସ୍ କରାଇବା ଦରକାର। ଏପରି କାହିଁକି କହୁଛନ୍ତି ଯେ ଭଲ ବ୍ରାହ୍ମଣୀ ଦରକାର, ପରସ୍ପର ମିଳିମିଶି କ୍ଲାସ୍ କରାଇ ପାରିବ। ଚିତ୍କାର କରିବା ଅନୁଚିତ। କାହାଠାରେ ଅହଙ୍କାର ଆସିଯାଉଛି। ଏହି ଛୋଟ ଛୋଟ ଭଉଣୀମାନେ କ'ଣ ବୁଝାଇବେ? ମାୟାର ବିଘ୍ନ ମଧ୍ୟ ବହୁତ ଆସୁଛି। ବୁଦ୍ଧିରେ ବସୁନାହିଁ। ବାବା ତ ପ୍ରତ୍ୟହ ବୁଝାଇ ଚାଲିଛନ୍ତି। ଶିବ ବାବା ତ ବିଷୟ ବସ୍ତୁ ଉପରେ ବୁଝାଇବେ ନାହିଁ ନା। ସେ ତ ହେଉଛନ୍ତି ସାଗର। ତାଙ୍କଠାରେ ତ ଉଚ୍ଛଳ ଆସୁଛି। କେବେ ପିଲାମାନଙ୍କୁ ବୁଝାଉଛନ୍ତି, କେବେ ବାହାର ଲୋକଙ୍କୁ ବୁଝାଉଛନ୍ତି। ମୁରଲୀ ତ ସମସ୍ତଙ୍କୁ ମିଳୁଛି। ଅକ୍ଷର ଜାଣିନଥିଲେ ଶିଖିବା ଦରକାର ନା। ନିଜର ଉନ୍ନତି ପାଇଁ ପୁରୁଷାର୍ଥ କରିବା ଉଚିତ। ନିଜର ତଥା ଅନ୍ୟର ମଧ୍ୟ କଲ୍ୟାଣ କରିବା ଦରକାର। ଏହି ବାବା ବ୍ରହ୍ମା ବାବା ମଧ୍ୟ ଶୁଣାଇ ପାରିବେ ନା, ପରନ୍ତୁ ପିଲାମାନଙ୍କ ବୁଦ୍ଧି ଯୋଗ ଶିବ ବାବାଙ୍କଠାରେ ରହିବା ଦରକାର। ସେଥିପାଇଁ କହୁଛନ୍ତି ସର୍ବଦା ଭାବ ଶିବ ବାବା ଶୁଣାଉଛନ୍ତି। ଶିବ ବାବାଙ୍କୁ ହିଁ ୟାଦ କର। ଶିବ ବାବା ପରମଧାମରୁ ଆସିଛନ୍ତି। ମୁରଲୀ ଶୁଣାଉଛନ୍ତି। ଏହି ବ୍ରହ୍ମା ତ ପରମଧାମରୁ ଆସି ଶୁଣାଉ ନାହାନ୍ତି। ଭାବ ଶିବ ବାବା ଏହି ଶରୀରରେ ଆସି ଆମକୁ ମୁରଲୀ ଶୁଣାଉଛନ୍ତି। ଏହା ବୁଦ୍ଧିରେ ରହିବା ଦରକାର। ଯଥାର୍ଥ ରୀତିରେ ଏହି କଥା ବୁଦ୍ଧିରେ ରହିଲେ ମଧ୍ୟ ୟାଦର ଯାତ୍ରା ହୋଇଯିବ ନା। କିନ୍ତୁ
ଏଠାରେ ବସି ମଧ୍ୟ ବହୁତଙ୍କର ବୁଦ୍ଧି ଯୋଗ ଏଣେ ତେଣେ ଚାଲିଯାଉଛି। ଏଠାରେ ତୁମେ ଯାତ୍ରାରେ ଭଲ ଭାବରେ ରହିପାରିବ, ନଚେତ୍ ଗାଁ ମନେ ପଡ଼ିବ, ଘରଦ୍ୱାର ମନେ ପଡ଼ିବ। ବୁଦ୍ଧିରେ ଏହା ମନେ ରହୁଛି ଯେ ଶିବ ବାବା ଆମକୁ ଏହାଙ୍କ ଶରୀରରେ ବସି ପଢ଼ାଉଛନ୍ତି। ଶିବ ବାବା ଆମକୁ ଏହାଙ୍କ ଶରୀରରେ ବସି ପଢ଼ାଉଛନ୍ତି। ଆମେ ଶିବ ବାବାଙ୍କ ୟାଦରେ ରହି ମୁରଲୀ ଶୁଣୁଥିଲୁ। ପୁଣି ବୁଦ୍ଧିଯୋଗ କୁଆଡ଼େ ଚାଲିଗଲା? ଏହିପରି ବହୁତଙ୍କର ବୁଦ୍ଧିଯୋଗ ଚାଲିଯାଉଛି। ଏଠାରେ ତୁମେ ଭଲ ଭାବରେ ଯାତ୍ରାରେ ରହିପାରିବ। ଜାଣିଛ ଶିବ ବାବା ପରମଧାମରୁ ଆସିଛନ୍ତି। ବାହାରେ ନିଜର ଗାଁ ଆଦିରେ ରହିଲେ ଏହି ଖିଆଲ ରହୁନାହିଁ। କେହି କେହି ଭାବୁଛନ୍ତି ଶିବ ବାବାଙ୍କ ମୁରଲୀ ଏହି କାନ ଦ୍ୱାରା ଶୁଣୁଛି। ଯିଏ ଶୁଣାଉଛନ୍ତି ତାଙ୍କର ନାମରୂପ କିଛି ନାହିଁ। ଏସବୁ ଭିତିଆରି ଜ୍ଞାନ। ଅନ୍ତରରେ ଏହି ଖିଆଲ ରହୁ ଯେ ଶିବ ବାବାଙ୍କର ମୁରଲୀ ଆମେ ଶୁଣୁଛୁ। ଏପରି ନୁହେଁ ଯେ ଅମୁକ ଭଉଣୀ ଶୁଣାଉଛନ୍ତି, ଶିବ ବାବାଙ୍କର ମୁରଲୀ ଶୁଣୁଛୁ। ଏହା ମଧ୍ୟ ୟାଦରେ ରହିବାର ଯୁକ୍ତି ଅଟେ। ଏପରି ନୁହେଁ ଯେ ଯେତେ ସମୟ ଆମେ ମୁରଲୀ ଶୁଣୁଛୁ ସମ୍ପୂର୍ଣ୍ଣ ୟାଦରେ ଅଛୁ। ନା, ବାବା କହୁଛନ୍ତି ବହୁତଙ୍କର ବୁଦ୍ଧି କୁଆଡ଼େ କୁଆଡ଼େ ବାହାରକୁ ଚାଲିଯାଉଛି। କ୍ଷେତ ବାଡ଼ି ଆଦି ମନେ ପଡ଼ୁଛି। ବୁଦ୍ଧି ଯୋଗ ବାହାରେ କେଉଁଠି ଭ୍ରମିତ ହେବା ଅନୁଚିତ। ଶିବ ବାବାଙ୍କୁ ୟାଦ କରିବାରେ କୌଣସି ଅସୁବିଧା ଅଛି କି? କିନ୍ତୁ ମାୟା ୟାଦ କରିବାକୁ ଦେଉନାହିଁ। ସାରା ସମୟ ଶିବ ବାବାଙ୍କର ୟାଦ ରହିପାରୁନାହିଁ। ଅନ୍ୟାନ୍ୟ ଖିଆଲ ଆସିଯାଉଛି। କ୍ରମାନୁସାରେ ପୁରୁଷାର୍ଥ ଅନୁସାରେ ଅଛନ୍ତି ନା। ଯେଉଁମାନେ ବହୁତ ନିକଟତମ ଥିବେ ସେମାନଙ୍କ ବୁଦ୍ଧିରେ ଭଲ ଭାବରେ ବସିବ। ସମସ୍ତେ କ'ଣ 8ର ମାଳାରେ ଆସିପାରିବେ କି? ଜ୍ଞାନ, ଯୋଗ, ଦୈବୀଗୁଣ ଏସବୁକୁ ନିଜ ମଧ୍ୟରେ ଦେଖିବାକୁ ହେବ। ମୋ ପାଖରେ କୌଣସି ଅବଗୁଣ ନାହିଁ ତ? ମାୟାର ବଶବର୍ତ୍ତୀ ହୋଇ କୌଣସି ବିକର୍ମ ହେଉନାହିଁ ତ? କେହି କେହି ବହୁତ ଲୋଭୀ ହୋଇଯାଆନ୍ତି। ଲୋଭର ଭୂତ ମଧ୍ୟ ରହିଛି। ତେଣୁ ମାୟାର ଏପରି ପ୍ରବେଶତା ହୋଇଥାଏ, ଯାହାଦ୍ୱାରା କେବଳ ଭୋକ ଲାଗୁଛି କହି ହୁଅନ୍ତି। ଖାଇବି ଖାଇବି ପେଟରେ ପୂରାଇବି। କାହାଠାରେ ଖାଇବାର ବହୁତ ଆସକ୍ତି ଥାଏ। ଖାଦ୍ୟ ମଧ୍ୟ କାଇଦା ଅନୁସାରେ ଖାଇବା ଦରକାର। ଢେର ସନ୍ତାନ ଅଛନ୍ତି। ଏବେ ବାବାଙ୍କର ବହୁତ ସନ୍ତାନ ଆସିବେ। କେତେ ବ୍ରାହ୍ମଣ ବ୍ରାହ୍ମଣୀ ହେବେ। ପିଲାମାନଙ୍କୁ ମଧ୍ୟ କହୁଛି, ତୁମେ ବ୍ରାହ୍ମଣ ହୋଇ ବସିଛ। ମାତାମାନଙ୍କୁ ଆଗରେ ରଖାଯାଇଛି। ଶିବଶକ୍ତି ଭାରତ ମାତାଙ୍କର ଜୟ। ବାବା କହୁଛନ୍ତି ନିଜକୁ ଆତ୍ମା ଭାବ ଏବଂ ବାବାଙ୍କୁ ୟାଦ କର। ସ୍ୱଦର୍ଶନ ଚକ୍ର ଘୂରାଇ ଚାଲ। ତୁମେ ବ୍ରାହ୍ମଣ ହେଉଛ ସ୍ୱଦର୍ଶନ ଚକ୍ରଧାରୀ। ଏହିସବୁ କଥା ନୂଆ କେହି ଆସିଲେ ବୁଝିପାରିବେ ନାହିଁ। ତୁମେ ହେଉଛ ସର୍ବୋତ୍ତମ ବ୍ରହ୍ମାମୁଖ ବଂଶାବଳୀ ବ୍ରାହ୍ମଣ କୁଳଭୂଷଣ ସ୍ୱଦର୍ଶନ ଚକ୍ରଧାରୀ। ନୂଆ କେହି ଶୁଣିଲେ କହିବେ ସ୍ୱଦର୍ଶନ ଚକ୍ର ତ ବିଷ୍ଣୁଙ୍କ ପାଖରେ ରହିଛି। ଇଏ ପୁଣି ସମସ୍ତଙ୍କୁ କହୁଛନ୍ତି, ମାନିବେ ନାହିଁ। ସେଥିପାଇଁ ନୂଆମାନଙ୍କୁ ସଭାରେ ଅନୁମତି ଦିଆଯାଉ ନାହିଁ। ବୁଝିପାରିବେ ନାହିଁ। କେହି ପୁଣି ବିଗିଡ଼ି ଯାଉଛନ୍ତି। ଆମେ କ'ଣ ଅଜ୍ଞାନୀ ଯେ ଆମକୁ ଆସିବାକୁ ଦିଆଯାଉ ନାହିଁ? କାହିଁକିନା ଅନ୍ୟ ସବୁ ସତ୍ସଙ୍ଗକୁ ତ ଯେ କେହି ବି ଯାଇପାରନ୍ତି। ସେଠାରେ ଶାସ୍ତ୍ରର ହିଁ କଥା ଶୁଣାଯାଉଛି। ତାକୁ ଶୁଣିବାରେ ପ୍ରତ୍ୟେକଙ୍କର ହକ୍ ରହିଛି। ଏଠାରେ ତ ସାବଧାନୀ ରଖିବାକୁ ପଡ଼ୁଛି। ଏହି ଈଶ୍ୱରୀୟ ଜ୍ଞାନ ବୁଦ୍ଧିରେ ଧାରଣ ନ ହେଲେ ବିଗିଡ଼ି ଯାଇଥାନ୍ତି। ଚିତ୍ରକୁ ମଧ୍ୟ ସମ୍ଭାଳି ରଖିବାକୁ ପଡ଼ିଥାଏ। ଏହି ଆସୁରୀ ଦୁନିଆରେ ନିଜର ଦୈବୀ ରାଜଧାନୀ ସ୍ଥାପନ କରିବାକୁ ହେବ। ଯେପରି ଖ୍ରୀଷ୍ଟ ନିଜର ଧର୍ମ ସ୍ଥାପନ କରିବାକୁ ଆସିଲେ, ଏହି ବାବା ଦୈବୀ ରାଜଧାନୀ ସ୍ଥାପନ କରୁଛନ୍ତି। ଏଥିରେ ହିଂସାର କୌଣସି କଥା ନାହିଁ। ତୁମେ ନା କାମ କଟୁରୀ ଦ୍ୱାରା କୌଣସି ହିଂସା ବା କୌଣସି ସ୍ଥୂଳ ହିଂସା କରିପାରିବ। ଗାୟନ ମଧ୍ୟ କରନ୍ତି, ମୁତ୍ ପଲିତି କପଡ଼ ଧୋଏ। ମଇଳା କପଡ଼ାକୁ ଧୁଅନ୍ତି। ମନୁଷ୍ୟ ତ ବିଲକୁଲ ଘୋର ଅନ୍ଧକାରରେ ଅଛନ୍ତି। ବାବା ଆସି ଘୋର ଅନ୍ଧକାରରୁ ପ୍ରକାଶ କରୁଛନ୍ତି। ତଥାପି କେହି କେହି ବାବା ବାବା କହି ମୁହଁ ବୁଲାଇ ଦେଉଛନ୍ତି। ପାଠପଢ଼ା ଛାଡ଼ି ଦେଉଛନ୍ତି। ଭଗବାନ ବିଶ୍ୱର ମାଲିକ କରିବା ପାଇଁ ପଢ଼ାଉଛନ୍ତି।
ଏପରି ପାଠପଢ଼ାକୁ ଯିଏ ଛାଡ଼ିଦିଏ ତାକୁ ମହାମୂର୍ଖ କୁହାଯାଏ। କେତେ ଜବରଦସ୍ତ ସମ୍ପତ୍ତି ମିଳୁଛି। ଏପରି ବାବାଙ୍କୁ କେବେ ଛାଡ଼ିବା ଉଚିତ କି? ଗୋଟିଏ ଗୀତ ମଧ୍ୟ ଅଛି, ଆପ ପ୍ୟାର କରୋ ୟୁଁ ଠୁକରାଓ। ଆପଣ ସ୍ନେହ କରନ୍ତୁ ଅଥବା ଆଡ଼େଇ ଦିଅନ୍ତୁ, ମୁଁ ଆପଣଙ୍କ ଦ୍ୱାର କେବେ ଛାଡ଼ିବି ନାହିଁ। ମୁଁ ଆପଣଙ୍କ ଦ୍ୱାର କେବେ ଛାଡ଼ିବି ନାହିଁ। ବାବା ଆସିଛନ୍ତି ବେହଦର ବାସାଇ ଦେବା ପାଇଁ। ଛାଡ଼ିବାର ତ ପ୍ରଶ୍ନ ହିଁ ଉଠେ ନାହିଁ। ହଁ, ଭଲ ଲକ୍ଷଣ ଧାରଣ କରିବାକୁ ହେବ। ସ୍ତ୍ରୀମାନେ ମଧ୍ୟ ଅଭିଯୋଗ ଲେଖୁଛନ୍ତି, ଇଏ ଆମକୁ ବହୁତ ହଇରାଣ କରୁଛନ୍ତି। ଆଜିକାଲିର ଲୋକ ତ ହେଉଛନ୍ତି ବହୁତ ଖରାପ। ବହୁତ ସାବଧାନର ସହ ଚାଲିବାକୁ ହେବ। ଭାଇମାନଙ୍କୁ ଭଉଣୀମାନଙ୍କୁ ସମ୍ଭାଳିବା ଦରକାର। ଆମ ଆତ୍ମାମାନଙ୍କୁ ଯେକୌଣସି ଅବସ୍ଥାରେ ବାବାଙ୍କଠାରୁ ବର୍ଷା ନିଶ୍ଚୟ ନେବାକୁ ପଡ଼ିବ। ବାବାଙ୍କୁ ଛାଡ଼ିବା ଦ୍ୱାରା ସମ୍ପତ୍ତି ହରାଇବାକୁ ପଡ଼ିବ। ନିଶ୍ଚୟ ବୁଦ୍ଧି ବିଜୟନ୍ତି ସଂଶୟ ବୁଦ୍ଧି ବିନଶନ୍ତି। ତାପରେ ପଦ ବହୁତ କମ୍ ହୋଇଯାଇଥାଏ। ଜ୍ଞାନ କେବଳ ଜ୍ଞାନ ସାଗର ବାବା ହିଁ ଦେଇପାରିବେ। ବାକି ସବୁ ହେଉଛି ଭକ୍ତି। କେହି କେତେ ବି ନିଜକୁ ଜ୍ଞାନୀ ଭାବିଲେ ମଧ୍ୟ ବାବା କହୁଛନ୍ତି ସମସ୍ତଙ୍କ ପାଖରେ ଶାସ୍ତ୍ର ଏବଂ ଭକ୍ତିର ହିଁ ଜ୍ଞାନ ରହିଛି। ସତ୍ୟ ଜ୍ଞାନ କାହାକୁ କୁହାଯାଏ ଏହା ମଧ୍ୟ ମନୁଷ୍ୟ ଜାଣିନାହାନ୍ତି। ଆଚ୍ଛା, ମିଠା ମିଠା ଶିଖିଲ ଦେ ସନ୍ତାନମାନଙ୍କ ପ୍ରତି ମାତୃପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ସାତଧାମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତୃପିତା ବାପଦାଦାଙ୍କୁ ୟାଦ ପ୍ୟାର ଗୁଡ୍ ମର୍ଣ୍ଣିଂ ଓ ନମସ୍ତେ। ନମସ୍ତେ ବାବା, ନମସ୍ତେ। ଶୁକ୍ରିୟା ବାବା, ଶୁକ୍ରିୟା। ଧାରଣା ପାଇଁ ମୁଖ୍ୟ ସାର। ପ୍ରଥମ ପଏଣ୍ଟ, ଧ୍ୟାନ ରଖିବାକୁ ହେବ ଯେ ମୁରଲୀ ଶୁଣିବା ସମୟରେ ମୋର ବୁଦ୍ଧି ଯୋଗ ବାହାରେ ଭ୍ରମିତ ହେଉନାହିଁ ତ? ଧ୍ୟାନ ରଖିବାକୁ ହେବ ଯେ ମୁରଲୀ ଶୁଣିବା ସମୟରେ ମୋର ବୁଦ୍ଧି ଯୋଗ ବାହାରେ ଭ୍ରମିତ ହେଉନାହିଁ ତ? ସର୍ବଦା ଏହି ସ୍ମୃତି ରହୁ ଯେ ମୁଁ ଶିବ ବାବାଙ୍କର ମହାବାକ୍ୟ ଶୁଣୁଛି। ଏହା ମଧ୍ୟ ହେଉଛି ଯୋଗ। ସର୍ବଦା ଏହି ସ୍ମୃତି ରହୁ ଯେ ମୁଁ ଶିବ ବାବାଙ୍କର ମହାବାକ୍ୟ ଶୁଣୁଛି। ଏହା ମଧ୍ୟ ହେଉଛି ଯୋଗ। ଦ୍ୱିତୀୟ ପଏଣ୍ଟ, ନିଜେ ନିଜକୁ ଦେଖିବା ଉଚିତ ଯେ ମୋ ଠାରେ ଜ୍ଞାନ ଯୋଗ ଏବଂ ଦୈବୀ ଗୁଣ ଅଛି। ନିଜେ ନିଜକୁ ଦେଖିବା ଉଚିତ ଯେ ମୋ ଠାରେ ଜ୍ଞାନ ଯୋଗ ଏବଂ ଦୈବୀ ଗୁଣ ଅଛି। ଲାଳସାର ଭୂତ ନାହିଁ ତ? ଲାଳସାର ଭୂତ ନାହିଁ ତ? ମାୟାର ବଶବର୍ତ୍ତୀ ହୋଇ କୌଣସି ବିକର୍ମ ହେଉନାହିଁ ତ? ମାୟାର ବଶବର୍ତ୍ତୀ ହୋଇ କୌଣସି ବିକର୍ମ ହେଉନାହିଁ ତ? ବରଦାନ, ନିମିତ୍ତ ଭାବର ସ୍ମୃତି ଦ୍ୱାରା ହଲଚଲକୁ ସମାପ୍ତ କରୁଥିବା ସଦା ଅଚଳ ଅଟଳ ଭବ। ବରଦାନ, ନିମିତ୍ତ ଭାବର ସ୍ମୃତି ଦ୍ୱାରା ହଲଚଲକୁ ସମାପ୍ତ କରୁଥିବା ସଦା ଅଚଳ ଅଟଳ ଭବ। ନିମିତ୍ତ ଭାବ ରହିବା ଦ୍ୱାରା ଅନେକ ପ୍ରକାରର ମୁଁ ପଣିଆ ମୋର ପଣିଆ ସହଜରେ ସମାପ୍ତ ହୋଇଯାଏ। ଏହି ସ୍ଥିତି ସବୁ ପ୍ରକାରର ହଲଚଲ ଠାରୁ ମୁକ୍ତ କରି ଅଚଳ ଅଟଳ ସ୍ଥିତିର ଅନୁଭବ କରାଇଥାଏ। ସେବାରେ ମଧ୍ୟ ମେହନତ କରିବାକୁ ପଡ଼େ ନାହିଁ, କାହିଁକି ନା ନିମିତ୍ତ ହେଉଥିବା ଆତ୍ମାମାନଙ୍କୁ ବୁଦ୍ଧିରେ ସର୍ବଦା ଏହି କଥା ମନେ ରହିଥାଏ ଯେ ଯେଉଁଭଳି ମୁଁ କରିବି ମୋତେ ଦେଖି ସମସ୍ତେ କରିବେ। ତେବେ ସେବାର ନିମିତ୍ତ ହେବା ଅର୍ଥ ମଞ୍ଚ ଉପରକୁ ଆସିବା ଏବଂ ମଞ୍ଚ ଉପରକୁ ସ୍ୱତଃ ହିଁ ସମସ୍ତଙ୍କର ଦୃଷ୍ଟି ଯାଇଥାଏ। ତେଣୁ ଏହି ସ୍ମୃତି ମଧ୍ୟ ସୁରକ୍ଷାର ସାଧନ ହୋଇଯାଏ। ସ୍ଲୋଗାନ, ଯଦି କଥାରୁ ନ୍ୟାରା ହୋଇଯିବ ତେବେ ପରମାତ୍ମା ପିତାଙ୍କର ସାହାରାର ଅନୁଭବ ହେବ। ଯଦି ସବୁ କଥାରୁ ନ୍ୟାରା ହୋଇଯିବ ତେବେ ପରମାତ୍ମା ପିତାଙ୍କର ସାହାରାର ଅନୁଭବ ହେବ। ଓମ୍ ଶାନ୍ତି। ଅବ୍ୟକ୍ତ ଇଶାରେ, ଯଦି ସହଜ ଯୋଗୀ ହେବାକୁ ଚାହୁଁଛ ତେବେ ପରମାତ୍ମା ସ୍ନେହର ଅନୁଭବୀ ହୁଅ। ବିସ୍ତାର, ବର୍ତ୍ତମାନ ସମୟରେ ଭଟକୁଥିବା ଆତ୍ମାମାନଙ୍କୁ ପ୍ରଥମେ ତ ଶାନ୍ତି ଦରକାର, ଦ୍ୱିତୀୟରେ ଆତ୍ମିକ ସ୍ନେହ ମଧ୍ୟ ଦରକାର।
ପ୍ରେମ ଏବଂ ଶାନ୍ତିର ହିଁ ସବୁ ଜାଗାରେ ଅଭାବ ରହିଛି। ସେଥିପାଇଁ ଯାହା ବି କାର୍ଯ୍ୟକ୍ରମ ସବୁ କରୁଛ ସେଥିରେ ପ୍ରଥମେ ତ ବାବାଙ୍କର ସହିତ ସମ୍ବନ୍ଧର ସ୍ନେହର ମହିମା କର। ତାପରେ ସେହି ସ୍ନେହରେ ଆତ୍ମାମାନଙ୍କର ସମ୍ବନ୍ଧ ଯୋଡ଼ିବା ପରେ ଶାନ୍ତିର ଅନୁଭବ କରାଅ। ପ୍ରେମ ସ୍ୱରୂପ ଏବଂ ଶାନ୍ତ ସ୍ୱରୂପ ଦୁଇଟି ଯାକ ସ୍ଥିତିର ସନ୍ତୁଳନ ରହିବା ଦରକାର। ଓମ୍ ଶାନ୍ତି।